ଆରେ ଦେଖ ରେ, ପୁଅ ଝିଅକୁ ବାଡ଼ି ବସି ବାହା କରାଉଛନ୍ତି ଗାଁ ଲୋକେ। ଝିଅ ନାଇଟି ପିନ୍ଧିଛି ଆଉ ପୁଅର କନ୍ୟା ହେଇଛି। ଆଉ ଏପଟେ ପୁଅ ମଧ୍ୟ ରାତି ଅଧିଆ ଡ୍ରେସ୍ ପିନ୍ଧି ଝିଅକୁ ବାହା ହେଉଛି। ଦର୍ଶକ ବନ୍ଧୁ, ରାତି ଅଧରେ ଚାଲିଛି ବାହାଘର। ସେ ପୁଣି ବର ହାଫ୍ ପ୍ୟାଣ୍ଟ ପିନ୍ଧିଛି ଆଉ କନ୍ୟା କୁଆଡ଼େ ନାଇଟି ପିନ୍ଧି ବାହା ହେଉଛି, ଯାହାକୁ ନେଇ ଆଜି ଗାଁରେ ଚହଳ ପଡ଼ିଛି। ଦର୍ଶକ ବନ୍ଧୁ, ଟିକେ ଏଇ ମୁକୁଟ ପିନ୍ଧା ବରକୁ ଦେଖନ୍ତୁ ଆଉ ଏ ବର ପାଖରେ ଥିବା କନ୍ୟାକୁ ମଧ୍ୟ ଦେଖନ୍ତୁ। ଦର୍ଶକ ବନ୍ଧୁ, ଏମାନଙ୍କ ବାହାଘର ପାଇଁ କୌଣସି ଆଗରୁ ଆୟୋଜନ ହେଇନଥିଲା। ରାତି ଅଧରେ ବାହାଘର ଠିକ୍ ହେଇଥିଲା ଆଉ ଦୁଇ ଜଣକୁ ଜୋର ଜବରଦସ୍ତ ଗାଁ ମନ୍ଦିରରେ ବାହା କରାଯାଇଥିଲା। ଆଉ ଏମିତି ବାହାଘର ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ କହିବେ ସତରେ ଏଇ ବାହାଘର ଅଲଗା ପ୍ରକାରର। ଆଜ୍ଞା, ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଘରକୁ ଆସିଥିଲା ପ୍ରେମିକ। ରାତିରେ ପ୍ରେମିକା ଘରେ କେହି ନଥିଲେ, ସେଥିପାଇଁ ଏ ପ୍ରେମିକା ଜଣକ ନିଜ ପ୍ରେମିକକୁ ଫୋନ୍ କରି ଘରକୁ ଡାକି ଦେଇଥିଲେ। ଆଉ ଦୁଇ ଜଣ ଘର ଭିତରେ ପ୍ରେମ କରିବେ ବୋଲି ମନେ ମନେ ଭାବି ନେଇଥିଲେ। ଆଉ ଏପଟେ ପ୍ରେମିକ ଜଣକ ମଧ୍ୟ ପ୍ରେମିକାର ଫୋନ୍ କଲ୍ ପାଇ ସିଧା ଦୌଡ଼ି ଆସିଥିଲା ପ୍ରେମିକା ଘରକୁ। ଆଉ କେହି ନ ଜାଣିଲା ଭଳି ପ୍ରେମିକା ଘରେ ପଶି ଯାଇଥିଲା। ଦର୍ଶକ ବନ୍ଧୁ, ବିବାହ ପୂର୍ବରୁ ପ୍ରେମିକା ଘର ଭିତରେ ଚଉଠି ମନାଉଥିଲେ ପ୍ରେମୀ ଯୁଗଳ। ଶେଷରେ କେମିତି କେଜାଣି ଜାଣି ଦେଇଥିଲେ ଗାଁ ଲୋକେ ଆଉ ସିଧା ଆସି ପ୍ରେମିକାର କବାଟକୁ ଖୋଲି ଦେଇଥିଲେ। ଦେଖିଲା ବେଳକୁ ଘର ଭିତରେ ଏଇ ଦୁଇ ଜଣ ପୁଅ ଝିଅ ଅସନ୍ତତ ଅବସ୍ଥାରେ ପଡ଼ି ରୋମାଞ୍ଚ କରୁଥିଲେ। ଆଉ ପରେ ଯାହା କିଛି ଘଟିଥିଲା ତାହା ଏବେ ଆପଣଙ୍କ ସାମ୍ନାରେ ଅଛି। ଆଜ୍ଞା, ଗାଁ ଲୋକ ରାତି ଅଧରେ ଝିଅ ଘର ଲୋକଙ୍କୁ ଡକାଇଥିଲେ ଆଉ ପୁଅ ଘର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ ଆଉ ଏମିତି ବାହାଘର ଠିକ୍ କରିଥିଲେ। ଆଉ ସେଥିପାଇଁ ପୁଅ ହାଫ୍ ପ୍ୟାଣ୍ଟ ପିନ୍ଧିଛି ଆଉ ଝିଅ ମଧ୍ୟ ସେମିତି ରାତି ଅଧିଆ ଡ୍ରେସ୍ ପିନ୍ଧିଛି। ଆଉ ସେ ଦୁଇ ଜଣଙ୍କ ପରେ ଏ ମନ୍ଦିରରେ ବାହା କରାଯାଉଛି, ଯାହାର ଭିଡ଼ିଓ ଏବେ ସବୁଠି ଭାଇରାଲ୍ ହେବା ଲାଗିଛି। ଆଉ এই ଘଟଣାଟି ବିହାରର ବାଙ୍କା ଜିଲ୍ଲାରେ ଘଟିଯାଇଥିବା ବେଳେ ଏମିତିକା ବାହାଘରକୁ ନେଇ ଏବେ ସାରା ଦେଶରେ ଯେମିତି ଚର୍ଚ୍ଚା ହେଉଛି। ରିପୋର୍ଟ ଏବଂ ଓଡ଼ିଆ। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ କଳା କେଶର ମୂଳମନ୍ତ୍ର।